ଏହା ଅନେକ ଦିନ ତଳର କଥା, ଯେତେବେଳେ ବିଲେଇ ଆଉ ବାଘୁଣୀ ସାଙ୍ଗ ହେଇ ରହୁଥିଲେ। ବିଲେଇ ଥିଲା ବଡ଼ ଭଉଣୀ ଆଉ ବାଘୁଣୀ ଥିଲା ସାନ ଭଉଣୀ। ବିଲେଇ ବଣରୁ ସବୁ ଶିକାର କରିକି ଆଣୁଥିଲା ଆଉ ବାଘୁଣୀ ତାକୁ ମହା ଆନନ୍ଦରେ ଖାଉଥିଲା। ଥରେ ବଣ ଭିତରେ ବାଘୁଣୀ ଆଉ ବିଲେଇ ସାଙ୍ଗ ହେଇ ବୁଲୁଥିଲେ। ଠିକ୍ ସେତିକି ବେଳେ ଗୋଟେ ହରିଣ ସେଇପଟେ ଯାଉଥିଲା। ଆଉ ଦୁହେଁ ମିଶି ଆରାମରେ ହରିଣଟାକୁ ଖାଇଦେଲେ। ବାଘୁଣୀ ମନରେ କିନ୍ତୁ ସବୁବେଳେ ଗୋଟାଏ କଷ୍ଟ ଥାଏ ଯେ ସେ ଜମା ଶିକାର କରିପାରୁନି। ବରଂ ବଡ଼ ଭଉଣୀ ସବୁବେଳେ ଶିକାର କରି ଖାଉଛି ଆଉ ତାକୁ ଦୟାକରି କିଛି ଦଉଛି। ଦିନେ ବିଲେଇକୁ ବାଘୁଣୀ ବହୁତ ଚେଷ୍ଟା କଲା ମନେଇବା ପାଇଁ, କେମିତି ତାଠୁ ଶିକାର ବିଦ୍ୟା ହାସଲ କରିବ। ନାନୀ ନାନୀ, ଜାଣିଛ ନା, ମୁଁ ଆଜି ଗୋଟେ ବହୁତ ବଢିଆ ଶିକାର ଦେଖିକି ଆସିଛି। ସତରେ? କୋଉଠି? ଏଇ ଆମର ଯୋଉ ନଈ ଅଛି, ନଈ ଆରପଟେ ଥିବା ବଣ ଭିତରେ ସେ ଅଛି। ହେଲେ ମୁଁ ନଈ ଆରପଟକୁ କେମିତି ଯିବି? ଦେଖ, ମୁଁ ତ ପହଁରି ପାରୁଛି ନା। ତମେ ଯଦି ମୋ ପିଠିରେ ବସିବ, ମୁଁ ତମକୁ ନଈ ଆରପଟକୁ ନେଇଯିବି। ଠିକ୍ କହିଛୁ, ମୁଁ ତ ପିଠିରେ ବସି ପଳେଇବି। ହେଲେ ତୁ ମତେ ଶିକାର ନାଁଟା କହୁନୁ, କିଏ ସେ? ଶିକାରଟା ହଉଛି ବୁଢା ହାତୀ। ବଢିଆ କଥାଟା କହିଲୁ ତୁ। ହାତୀ ମାନେ ତାକୁ ଖାଇଲେ ଗୋଟେ ସପ୍ତାହ ଲାଗିବ। ହଁ। ଏତିକି କଥା ହେଇ ଦି ଭଉଣୀ ଯାକ ଚାଲିଲେ ନଈ କୂଳକୁ। ନଈ ଭିତରେ ବାଘୁଣୀ ଉପରେ ବିଲେଇ ବସିଲା ଆଉ ଦୁହେଁ ସାଙ୍ଗ ହୋଇ ଚାଲିଲେ ଆରପଟକୁ। ନଈ ଭିତରେ ଯିବାବେଳେ ବାଘୁଣୀ ବିଲେଇକୁ କହିଲା, ନାନୀ, ମୋର ଆଉ ବଳ ପାଉନି। କଣ କରିବି କହିଲୁ? ମତେ ଲାଗୁନି ଆମେ ଆରପଟରେ ପହଞ୍ଚି ପାରିବା। ହଁ, ତୁ ମତେ ନଈ ଭିତରେ ବୁଡେଇ ମାରିବୁ ନା କଣ? ସତରେ ନାନୀ, ମତେ ଲାଗୁନି ଯେ ମୁଁ ଆଉ ଆରପଟକୁ ଯାଇପାରିବି। ସତରେ ତୁ ମତେ ଏଠି ମାରିଦବୁ ନା କଣ? ଏ ଯାହା କର, ଯେମିତି କର, ମତେ ଆରପଟକୁ ନେଇ ଚାଲ। ହେ ମୋ ମାଲୋ, ତତେ ମୁଁ ମୁଣ୍ଡିଆ ମାରୁଛି। ତାହେଲେ ଗୋଟେ କଥା କହିବି, କରିବ? କଣ କହୁଛୁ କହୁନୁ? ମତେ ଟିକେ ଶିକାର ଶିଖେଇ ଦଉନ। ତୁ ଶିକାର ଶିଖିବୁ? ଶିକାର ଶିଖେଇ ଦବ ଯଦି କୁହ, ନହେଲେ ଏଇଠି ବୁଡେଇ ଦେବି ସିଧା। ଆରେ ଆରେ, ଇଏ ଗୋଟେ କଥା? ଶିକାର କରିବାଟା ଏମିତି କୋଉ ବଡ କଥା ଯେ? ତୁ ଚିନ୍ତା କରନା, ମୁଁ ତତେ ଶିଖେଇ ଦେବି। ସତ କହୁଛ ତ? ହଁ ହଁ। ଦୁଇ ଭଉଣୀ ସାଙ୍ଗ ହେଇ ନଈ ଆରପଟେ ପହଞ୍ଚିଲେ। ଆଉ ହାତୀ ଶିକାର କରି ତାକୁ ଖାଇ ଫେରି ଆସିଲେ। ନଈ ବାଟ ଦେଇ ଫେରିବା ବେଳେ ବାଘୁଣୀ ପୁଣି ଥରେ ବିଲେଇକି ମନେ ପକେଇଦେଲା, ମୁଁ କଥା ଦେଇଛି ନା ତତେ, ନିଶ୍ଚୟ ରଖିବି, ତୁ ବ୍ୟସ୍ତ ହନା। ତା ପରଦିନ ସକାଳକୁ ବିଲେଇ ବାଘୁଣୀକୁ ଶିକାରର ବିଭିନ୍ନ କୌଶଳମାନ ଶିଖେଇଲା। କେମିତି ପାଦ ଚାପି ଚାପି ଯିବ, କେମିତି ପଛପଟରୁ ଆକ୍ରମଣ କରିବ, ଆକ୍ରମଣ ସମୟରେ କୋଉ ଜାଗାରୁ ଧରିବ, ଇତ୍ୟାଦି ଇତ୍ୟାଦି। 2-4 ଦିନ ଭିତରେ ବାଘୁଣୀ ବିଲେଇ ଠାରୁ ସବୁ ଶିଖିଗଲା। ଆଉ ଦିନେ ତୁ ସେ ବିଲୁଆକୁ ତଣ୍ଟିରୁ କାଇଁ ଧରିଲୁ? ତା ବେକକୁ ଧରିଥାନ୍ତୁ, ତାହେଲେ ସେ ଖସି ପାରି ନଥାନ୍ତା। ଆରେ, ମୁଁ ତା ତଣ୍ଟିକି ଧରିଲି ବୋଲି ତାକୁ କଣା କରି ରକ୍ତ ପିଇଗଲି।
ବେକକୁ ଧରିଥିଲେ କଣ କରିଥାନ୍ତି? ବେକକୁ ଧରିଥିଲେ ତାକୁ ଦାନ୍ତରେ ଛିଣ୍ଡେଇ ଦେଇଥାନ୍ତୁ। ମୁଁ ଯାହା କରିଛି ସେଇଟା ବି ତ ଭୁଲ ନୁହଁ ନା? ସମ୍ପୂର୍ଣ୍ଣ ଭୁଲ। ଶିକାର ଏମିତି କରାଯାଏନି। ଅଧିକା କଥାବାର୍ତ୍ତା କରନି। ମୁଁ ଯାହା କରିଛି ଠିକ କରିଛି। ମତେ ଶିଖେଇବା ଦରକାର ନାହିଁ। ଭୁଲ କରିକି ପୁଣି ମୁହଁ କାଢୁଛୁ। ଦେଖିବୁ କଣ କରିବ ମୋର? ନାଇଁ ନାଇଁ, କଣ କରିବ ମୋର? ତତେ ଆଗ ମାରିକି ଖାଇବି ମୁଁ। ତତେ ଶିକାର କରିବି। ବାଘୁଣୀର ରୂପ ଦେଖି ବିଲେଇ ଛାନିଆ ହେଇଗଲା ଆଉ ବ୍ୟସ୍ତ ହେଇ ଗଛ ଉପରକୁ ଚଢିଗଲା। ରକ୍ଷା ହେଇଛି। ମୁଁ ତାକୁ ଗଛ ଚଢିବା ଶିଖେଇନି, ନହେଲେ ଆଜି ମତେ ମାରିକି ଖାଇ ଦେଇଥାନ୍ତା। ହେ ପ୍ରଭୁ, ମତେ ରକ୍ଷା କରିଦେଇଛ। ସତରେ କୌଶଳ ଶିଖିଯିବା ପରେ ଏଠି ଶିଷ୍ୟ ଗୁରୁଙ୍କୁ ଭୁଲି ଯାଆନ୍ତି।